ଭାରତୀୟ ମଜଦୁର ସଂଘ ପକ୍ଷରୁ ପରେ ଗଣଧାରଣା ଦିଆଯାଇଛି। ଏ ଗଣଧାରଣା କେବଳ ସୁରକ୍ଷା ପାଇଁ। ଆମେ ଖବର ଦେଖେଇଥିଲୁ ଯେ ଏହି ନାଲ୍କୋ କ୍ୱାର୍ଟର ଲାଇନରେ ଜଣେ ମହିଳାକୁ କିଭଳି ଭାବରେ ହତ୍ୟା କରାଯାଇଥିଲା। ଯଦି ହତ୍ୟା ହୋଇଛି 20 ଦିନ ବିତାଇଥିଲେ ମଧ୍ୟ କୌଣସି ମିଳିନାହିଁ, ଯାହାକୁ ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଜି ରାଜରାସ୍ତାକୁ ଓହ୍ଲେଇଛନ୍ତି। ନ୍ୟାୟ ପାଇଁ ଧାରଣା ଦେଇଛନ୍ତି, ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲେଇଛନ୍ତି। ଟିକେ ଆମେ ଆଲୋଚନା କରିବା ଭାରତୀୟ ମଜଦୁର ସଂଘର ଯିଏ ସଭାପତି ରହିଛନ୍ତି। ଆଜ୍ଞା କଣ କହିଲେ ନାହିଁ ଏତେ ସୁରକ୍ଷା ଏତେ ଥିଲା ଯେ ଜଣେ ମହିଳାଙ୍କୁ ହତ୍ୟା କରାଯାଉଛି, ତା ଘରେ ଲୁଟପାଟ ହଉଛି। ତାର ଦେଖି ଘଟଣା ଘଟିଛି। ଭଲରେ ବସବାସ କରୁଥିବା ଜିଲ୍ଲା ପ୍ରଶାସନ ଭାରି ଅଶାନ୍ତିତ ଯେଉଁମାନଙ୍କ ପ୍ରବେଶ ଏବଂ କଲୋନୀବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ସୁରକ୍ଷିତ ମନେ କରୁନାହାନ୍ତି। କୋଟି କୋଟି ଟଙ୍କା ଆମର ସିକ୍ୟୁରିଟି କେସ୍ ସଂସ୍ଥାକୁ ନିଯୁକ୍ତ କରାହେଇଛି। ତା ବାବଦ କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ତାର କିଛି ସୁଫଳ ମିଳୁନାହିଁ। ସେ ନାଲ୍କୋ ଅଧିକାରୀ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାକୁ ସବୁ ପରିଚାଳନା ବ୍ୟବସ୍ଥା ଠିକ ଭାବେ ଢଙ୍ଗରେ କରିପାରୁନାହାନ୍ତି। ଯାହା ଫଳରେ ଆଜି ଏ ସମସ୍ୟା ଉପୁଜିଛି। ଏଠି ସିକ୍ୟୁରିଟି ପୁରା ବ୍ୟବସ୍ଥା ପୁରା ଠପ ହେଇ ପଡିଅଛି। ଯଦି ଆମେ କହିବା ସୁରକ୍ଷା ପାଇଁ ତନ୍ତ୍ର ହଉଛି ସୁରକ୍ଷା ଦେଖିଲେ ଜିରୋ। କାହିଁକିନା ଜଣେ ତଳଟି ଭିତରେ ମହିଳା ଜିଲ୍ଲାରେ ଯେଉଁ ରାଜ୍ୟରେ ଯେଉଁ ଦେଶରେ ନାଁକୁ ସମ୍ମାନ ଦିଆଯାଉଛି ସେଠି ହତ୍ୟା ହେଇଯାଉଛି। ହତ୍ୟା ପରେ କୌଣସି ଆତ୍ମ ଦିଆଯାଉଛି। ମୋର ଦାବି ଅଛି କରିବା ପାଇଁ ଏବଂ ଦରକାର ପଡ଼ିଲେ ସିବିଆଇ ମାନେ ତଦନ୍ତ କରାଯାଉ। ସିବିଆଇ ଯାଞ୍ଚ କରୁ ତାକୁ ସେ କେସ୍କୁ ସିବିଆଇ କି ହସ୍ତାନ୍ତର କରୁ। ଆମର ଆଲିମ ତରଫରୁ ଦାବି ଅଛି। ମହୋଦୟ କହୁଥିଲେ ଯେ ସୁରକ୍ଷା ପ୍ରବଳ ଥିଲା, ବାବଦ ଖର୍ଚ୍ଚ ହେଲେ ବି ମଧ୍ୟ କୌଣସି ସୁଫଳ ମିଳୁନାହିଁ। କୌଣସି ଯଦି ଆମେ କହିବା କଲୋନୀବାସୀ ମଧ୍ୟ ସୁରକ୍ଷା ଅନୁଭବ କରୁନାହାନ୍ତି। କେବଳ କୋଟି କୋଟି ଟଙ୍କା ଗାଁକୁ ଖର୍ଚ୍ଚ ହେଉଛି। ଏହି ଘଟଣା ସିବିଆଇ କୁ ହସ୍ତାନ୍ତର କରାଯାଉ ବୋଲି ଦାବି ହେଉଛି। ଟିକେ ଆମେ ଆଲୋଚନା କରିବା। ଆଜ୍ଞା କଣ କହିବେ ଯେହେତୁ ମହିଳା ସୁରକ୍ଷିତ ନାହାନ୍ତି କଲୋନୀ ଭିତରେ, ଯଦି ଆମେ କହିବା ଦିନ ଦିହି ପରେ ଆସିଛି ହଉଛି ବାଉଣ୍ଡ୍ରି ଅଛି, ବାଉଣ୍ଡ୍ରି ଚାରି ପାଖରେ ନିୟୋଜିତ ହୋଇପାରିବେ। ନାଲ୍କୋ ଆମର ଏ ଟାଉନସିପ୍ ତିଆରି ହେବା ଦିନଠୁ ସେଫ୍ଟି ଆଉ ସିକ୍ୟୁରିଟି ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇକି ଛିଡ଼ା ହେଇଛି। ଆଉ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ଗୋଟେ ଚ୍ୟାଲେଞ୍ଜ। ଏବେ ରିସେଣ୍ଟଲି ଯୋଉ ମର୍ଡର ହେଲା, ଆମର ଯୋଉ ଭଉଣୀ ମଧୁସ୍ମିତାଙ୍କର ଦିନ 10ଟା ବେଳେ କି ଯୋଉ ମର୍ଡର ହେଲା, ଇଏ ମ୍ୟାନେଜମେଣ୍ଟ ପାଇଁ ଗୋଟେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଜି ପୋଲିସ ପ୍ରଶାସନର ନିଷ୍କ୍ରିୟତା କୁହନ୍ତୁ, ଜିଲ୍ଲା ପ୍ରଶାସନ ନିଷ୍କ୍ରିୟତା କୁହନ୍ତୁ, ଏ ଆପଣଙ୍କର ନାଲ୍କୋ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଗଣଧାରଣା କରାଯାଉଛି। ତା ସହିତ ଆମର ଗୋଟେ ଡିମାଣ୍ଡ ରହୁଛି ତୁରନ୍ତ ହତ୍ୟାକାରୀ ଆରେଷ୍ଟ ହେବା ଦରକାର। ଆଉ ତୁରନ୍ତ ଆମେ ଭବିଷ୍ୟତରେ ଆମେ ନାଲ୍କୋଟାକୁ ଗୋଟେ ସେଫ୍ ଆଉ ସିକ୍ୟୁର ଏନଭାରନମେଣ୍ଟ ଭିତରେ ଯେମିତି କର୍ମଚାରୀ ମାନେ କାଳିପାତ କରିବେ, ସେଥିପାଇଁ ଆଜି ଗଣଧାରଣା କରାଯାଇଛି। ତା ସହିତ ତାଙ୍କର ଅମରାତ୍ମାର ସତ୍ୟାଜିତ କରିବା ପାଇଁ ଗୋଟେ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଅର୍ପଣ କରାଯାଇଛି। କହୁଥିଲେ ଯେ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୁକ୍ତକୁ ଗିରଫ କରାଯାଉ। ଅଭିଯୁକ୍ତ ତୁରନ୍ତ ଗିରଫ ନହେଲେ ଆଗାମୀ ଦିନରେ ଆହୁରି ଗଣଧାରଣା ହେବ ଏବଂ ମହିଳାକୁ ଶ୍ରଦ୍ଧାଞ୍ଜଳି ବି ମଧ୍ୟ ଅର୍ପଣ କରାଯାଉଛି। ଟିକେ ଆଲୋଚନା କରିବା। ଯେତେବେଳେ ମହିଳାଙ୍କ ଉପରକୁ ଅତ୍ୟାଚାର ଆସିଥାଏ, ମହିଳାମାନେ ଗୋଟେ ରାଜରାସ୍ତା କଣ ତାଙ୍କର ମତାମତ ରହିଛି ଆପଣଙ୍କ ବୋଲି ଜଣେ ମହିଳା ଥିଲା ରହିଛି। Current investigation
together with the स्वतंत्र चोरी होता वर्तमान ଏବେ ନିୟମ ଅଛି ଆମେ ମହିଳା ରହିବୁ ତ ଏଇଟା ଗୋଟେ ସାମାନ୍ୟ କଥା ନୁହଁ ଭାବିଲେ ବି ଆମର ଯାଉଛି ଗୋଟେ ଅସୁରକ୍ଷିତ ପରିବେଶ ଆମେ ଫିଲ୍ କରୁଛୁ ତ କେବଳ ଆମେ ମହିଳାମାନେ ଏକତ୍ରିତ ହୋଇସାରେ କେବଳ ଗୋଟେ ମାନେ ଝିଅ ଗୋଟେ ମା ସହିତ ତାର ନ୍ୟାୟ ମିଳୁ କାରଣ ଯେତେ ହଜବେଣ୍ଡକୁ ନ୍ୟାୟ ମିଳୁ ତ ସବୁ ମହିଳା ଜାତିକୁ ଗୋଟେ ନ୍ୟାୟ ମିଳୁ କାରଣ ଯେତେ ନ୍ୟାୟ ମିଳିବା ଆମର ଡିଲେ ହବ ସେତେ ସେଟା ଅସୁବିଧା ହୋଇଥାଏ ଯୋଉଟା କି ଆଉ କିଛି ମିନିଂ ନାହିଁ ସେଥିପାଇଁ ଆମେ ଚାହୁଁଛୁ ଯଥାଶୀଘ୍ର ଏହାର ମାନେ ଦଣ୍ଡ ମିଳୁ ଯୋଉଟା ଆମେ ଫିଲ୍ କରିବୁ ଯେ ସମସ୍ତେ ଆମେ ଗୋଟେ ସୁରକ୍ଷିତ ପରିବେଶରେ ଆମେ ମହିଳାମାନେ ସେଇ କେବଳ ଗୋଟେ ଜଷ୍ଟିସ୍ ଆମେ ଡିମାଣ୍ଡ କରୁଛୁ ଯଥାଶୀଘ୍ର କରାଯାଉ ଯୋଉଟା ସମସ୍ତେ ଫିଲ୍ କରିବୁ ଯେ ଜଣେ ମା ଛେଉଣ୍ଡ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଏ ଗଣଧାରଣା ଏଭଳି ତୀବ୍ରତର ହେବା ପାଇଁ ନ ହେଉ ଆମେ ବି ମଧ୍ୟ ନିବେଦନ କରୁଛୁ ଯେ ପ୍ରଶାସନ ଯଥାଶୀଘ୍ର ବିରୋଧ କରୁ ଏବଂ ମହିଳାମାନେ ରାସ୍ତାରେ ଚାଲିପାରିବେ